ଭାଗ୍ୟଶାଳୀ ପୁରୁଷଙ୍କର 13ଟି ଲକ୍ଷଣ ଆସନ୍ତୁ ଜାଣିବା। ପ୍ରତ୍ୟେକ ମଣିଷଙ୍କ ଶରୀରରେ ବର୍ଣ୍ଣନା ଅଲଗା ଅଲଗା ହୋଇଥାଏ। ସାମୁଦ୍ରିକ ଶାସ୍ତ୍ର ଅନୁସାରେ ମନୁଷ୍ୟର ଶରୀରର ବର୍ଣ୍ଣନା ଏବଂ କୌଣସି ବ୍ୟକ୍ତିଙ୍କ ଜୀବନର କିଛି ଦୁର୍ଭାଗ୍ୟ ସଂଯୋଗ ବିଷୟରେ ଆଜି ଜାଣିବା। ଆଜି ଆମେ ଆପଣଙ୍କୁ ମନୁଷ୍ୟ ଶରୀରର ଭାଗ୍ୟ ବିଷୟରେ ଜଣାଇବୁ, ଯାହାର ସିଧା ବ୍ୟକ୍ତିର ଜୀବନରେ ସନ୍ଦେହ ସମ୍ବନ୍ଧ ହୋଇଥାଏ। ଆପଣଙ୍କ ଭାଗ୍ୟରେ ଧନବାନ ଲେଖା ଅଛି କି ନାହିଁ? ଆଜିର ଭୌତିକ ଜଗତରେ ଧନର ଅଧିକ ଆବଶ୍ୟକତା ରହୁଛି। ଆଉ ଧନ ସମସ୍ତଙ୍କ ଦରକାର, ସେ ଗରିବ ହୁଅନ୍ତୁ କିମ୍ବା ଅମିର ହୁଅନ୍ତୁ। ବିନା ଟଙ୍କାରେ ଆମେ ଆମର ଜୀବନକୁ ମେଣ୍ଟାଇ ପାରିବା ନାହିଁ। ସାମୁଦ୍ରିକ ଶାସ୍ତ୍ର ଅନୁସାରେ ମନୁଷ୍ୟର ଭାଗ୍ୟ ଓ ଶରୀର ଗଠନ ଅନୁସାରେ କେଉଁ ପୁରୁଷ ଭାଗ୍ୟଶାଳୀ ଅଟେ ଏବଂ ସେହି ଭାଗ୍ୟଶାଳୀ ପୁରୁଷଙ୍କ ଜୀବନରେ ଧନବାନ ହେବା ଲେଖା ଅଛି କି ନାହିଁ। ଏହି ବ୍ୟକ୍ତି ତାଙ୍କ ସହ ତାଙ୍କ ପରିବାର ସହିତ ଏବଂ ତାଙ୍କ ଜୀବନସାଥୀ ପାଇଁ ବହୁତ ହିଁ ଭାଗ୍ୟଶାଳୀ ହୋଇଥାନ୍ତି। ସେହି ଭାଗ୍ୟଶାଳୀ ଯେଉଁ ଘରେ ଥାଆନ୍ତି ତାଙ୍କର ପୁରା ପରିବାର ସୁଖରେ ଜୀବନ ବ୍ୟତୀତ କରିଥାନ୍ତି। ଦର୍ଶକ ବନ୍ଧୁ, ଏହି ଭିଡିଓରେ ଆଗକୁ ଜାଣିବା ପୂର୍ବରୁ ଆପଣମାନଙ୍କୁ ଅନୁରୋଧ, ଯଦି ଆପଣ ବି ଚାହୁଁଛନ୍ତି କି ଭଗବାନ ବିଷ୍ଣୁ ଓ ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦ ସବୁବେଳେ ଆପଣଙ୍କ ଉପରେ ବନି ରହୁ, ତ ଏହି ଭିଡିଓକୁ ଗୋଟିଏ ଲାଇକ୍ ନିହାତି କରନ୍ତୁ। ଆମର ଏହି ଚ୍ୟାନେଲକୁ ସବସ୍କ୍ରାଇବ ଅବଶ୍ୟ କରନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନଟିକୁ ଦବାଇ ଦିଅନ୍ତୁ, ଯାହା ଫଳରେ ଆମର ପ୍ରତ୍ୟେକ ନୂଆ ନୂଆ ଭିଡିଓ ସର୍ବପ୍ରଥମେ ଆପଣଙ୍କ ପାଖରେ ଯାଇ ପହଞ୍ଚିବ। ତେବେ ଆସନ୍ତୁ ଜାଣିବା, ପୁରୁଷ ଅଙ୍ଗର କେଉଁ ଚିହ୍ନ ଓ ତାଙ୍କ ଶରୀରର କେଉଁ ସଂକେତ ଥାଏ ଯାହା ସେ ଅତ୍ୟନ୍ତ ଭାଗ୍ୟଶାଳୀ ହେବାର ସଂକେତ ଦେଇଥାଏ। ନମ୍ବର 1, ସଦ୍ଗୁଣୀ ସନ୍ତାନର ପ୍ରାପ୍ତି। ଯେଉଁ ବ୍ୟକ୍ତିଙ୍କ ଘରେ ଗୁଣବାନ ସନ୍ତାନ ଜନ୍ମ ନେଇଥାନ୍ତି, ସେ ବି କୌଣସି ଭାଗ୍ୟଶାଳୀ ପୁରୁଷ ଠାରୁ କମ୍ ନୁହନ୍ତି। ଶାସ୍ତ୍ରରେ ମାନ୍ୟତା ଅଛି କି ଯେଉଁ ବ୍ୟକ୍ତିଙ୍କ ଘରେ ସଂସ୍କାରୀ, ଶିକ୍ଷିତ ଓ ମାତାପିତାଙ୍କୁ ଆଦର କରୁଥିବା ସନ୍ତାନ ଜନ୍ମ ହୋଇଥାଏ, ତାଙ୍କ ବୃଦ୍ଧାବସ୍ଥାରେ ସୁଖମୟରେ କଟିଥାଏ। ଏମିତି ବ୍ୟକ୍ତି ବୃଦ୍ଧାବସ୍ଥାରେ ବି ସୁଖ ଭୋଗ କରିଥାନ୍ତି ଏବଂ ମୃତ୍ୟୁ ପରେ ମୁକ୍ତି ପାଇଥାନ୍ତି। ଏଥିପାଇଁ ତ କୁହାଯାଏ ନା କି ପୁତ୍ର ଯଦି ଯୋଗ୍ୟ ତେବେ ଧନ କଣ ପାଇଁ ସଞ୍ଚିବ, ଆଉ ପୁତ୍ର ଯଦି ଅଯୋଗ୍ୟ ଧନ କାହା ପାଇଁ ସଞ୍ଚିବ। ପୁତ୍ର ଯଦି ଯୋଗ୍ୟର ହୋଇଥିବ ତ ଘରେ ଧନର ସଞ୍ଚିବାର ଆବଶ୍ୟକତା ନାହିଁ, ସେ ନିଜେ ହିଁ ଧନ କମେଇକି ଧନବାନ ବନିଯିବ। କିନ୍ତୁ ପୁତ୍ର ଯଦି ଅଯୋଗ୍ୟ ରହିବ ତ ସଞ୍ଚିଥିବା ଧନ ବି ନଷ୍ଟ ହୋଇଯାଇଥାଏ। ନମ୍ବର 2, ଗୋଟିଏ ସୁକନ୍ୟା ପତ୍ନୀ ମିଳିବା ପୁରୁଷ ପାଇଁ ବହୁତ ହିଁ ଭାଗ୍ୟଶାଳୀ ସଂକେତ ହୋଇଥାଏ। ଶାସ୍ତ୍ରରେ ମାନ୍ୟତା ଅଛି କି ଯେଉଁ ବି ସ୍ତ୍ରୀ ତା ନିଜର ପରିବାର ପାଇଁ ସବୁବେଳେ ଧ୍ୟାନ ରଖିଥାଏ, କାମ କରିଥାଏ, ସେ ସୁକନ୍ୟା ହୋଇଥାଏ। ଆଉ ଯେଉଁ ପୁରୁଷର ବିବାହ ସୁକନ୍ୟା ସହିତ ହୋଇଥାଏ, ସେହି ସ୍ୱାମୀର ଭାଗ୍ୟ ମଧ୍ୟ ଆହୁରି ଅଧିକ ବଢି ଯାଇଥାଏ ଓ ଘରେ ତାଙ୍କର ଉନ୍ନତି ହୋଇଥାଏ। ଆଜିକାଲି ଭଲ ଜୀବନ ସାଥୀଟେ ମିଳିବା ବହୁତ କଷ୍ଟକର। ଯଦି ଆଜିର ଦୁନିଆରେ କୌଣସି ପୁରୁଷକୁ ସୁକନ୍ୟା ପତ୍ନୀଟିଏ ମିଳିଯାଏ ତ ସେହି ପୁରୁଷ କୌଣସି ଭାଗ୍ୟଶାଳୀ ପୁରୁଷ ଠାରୁ କମ୍ ନୁହେଁ। ନମ୍ବର 3, ଯେଉଁ ପୁରୁଷର ପିଠି କଇଁଚ ପିଠି ପରି ଆକାର ହୋଇଥାଏ, ସେହି ପୁରୁଷ ବହୁତ ହିଁ ଧନବାନ ଭାଗ୍ୟଶାଳୀ ହୋଇଥାଏ। ଯେଉଁ ବ୍ୟକ୍ତିଙ୍କ ହାତ ପାପୁଲିରେ କଳା ଯାଇଥାଏ ତ ସେ ଏମିତି ବ୍ୟକ୍ତି, ଏହା ବି କୁହାଯାଏ କି ବହୁତ ସୁଖ ଓ ସୌଭାଗ୍ୟର ଖୁବ୍ ସମାଜରେ ଖୁବ୍ ମାନ ସମ୍ମାନ ପ୍ରାପ୍ତ ହୋଇଥାଏ। ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଯେଉଁ ପୁରୁଷଙ୍କର ଛାତି ଚଉଡ଼ା ଓ ନାକ ଲମ୍ବା ହୋଇଥାଏ, ସେହି ପୁରୁଷ ବହୁତ କମ୍ ବୟସରୁ ହିଁ ବହୁତ ଜଲ୍ଦି ସଫଳତା ହାସଲ କରିଥାନ୍ତି। ଯେଉଁ ପୁରୁଷର ପାଦର ତର୍ଜନୀ ଆଙ୍ଗୁଠି ବଡ଼ ହୋଇଥାଏ ତ ସେହି ପୁରୁଷ ବି ବହୁତ ଭଲ ଜୀବନସାଥୀଟିଏ ମିଳିଥାଏ। ନମ୍ବର 4, ଯେଉଁ ପୁରୁଷର ଛାତିରେ ଅଧିକ ଚୁଟି ହୋଇଥାଏ, ସେ ତାଙ୍କ ଜୀବନରେ ବହୁତ ସୁଖ, ସମୃଦ୍ଧି ଆଉ ଧନ ପ୍ରାପ୍ତି କରିଥାନ୍ତି। ଏହିପରି ବ୍ୟକ୍ତି ସ୍ୱଭାବର ବହୁତ ସନ୍ତୁଷ୍ଟ ହୋଇଥାନ୍ତି। ଯେଉଁ ପୁରୁଷଙ୍କର 6ଟି ଆଙ୍ଗୁଠି ଥାଏ, ତାଙ୍କ ସ୍ୱଭାବ ବହୁତ ମହତ୍ୱପୂର୍ଣ୍ଣ ହୋଇଥାଏ, ଯାହାଦ୍ୱାରା ସେ ତାଙ୍କ ଆର୍ଥିକ ସ୍ଥିତିକୁ ମଜବୁତ କରିଦେଇଥାନ୍ତି। ଆଉ ସେହି ବ୍ୟକ୍ତି ତାଙ୍କ ଜୀବନରେ ପଇସାକୁ ନେଇ କୌଣସି ସମସ୍ୟାର ସାମ୍ନା କରିବାକୁ ପଡ଼ିନଥାଏ। ଯେଉଁ ପୁରୁଷଙ୍କର ଗୋଡ଼ କୋମଳ ଓ ଲାଲ ରଙ୍ଗର ହୋଇଥାଏ, ସେ ତାଙ୍କ ଜୀବନରେ ସବୁବେଳେ ସୁଖ ସୁବିଧା ପ୍ରାପ୍ତ ହୋଇଥାଏ। ଏହି ଲୋକ ହିଁ ବହୁତ ଆରାମର ଜୀବନ ବିତାଇଥାନ୍ତି। ନମ୍ବର 5, ଯଦି କୌଣସି ପୁରୁଷଙ୍କର ପାଦ ଆଙ୍ଗୁଠି ବା କନିଷ୍ଠ ଆଙ୍ଗୁଠି ବଡ଼ ହୋଇଥାଏ, ଏମିତି ଲୋକ ବହୁତ ହିଁ ଧନୀ ହୋଇଥାନ୍ତି। ଯେଉଁ ପୁରୁଷଙ୍କର ଲମ୍ବା ଜଙ୍ଘ ହୋଇଥାଏ ଓ ମୋଟା ହୋଇଥାଏ ତ ତାଙ୍କ ଭାଗ୍ୟ ସବୁବେଳେ ସବୁ କାର୍ଯ୍ୟରେ ତାଙ୍କୁ ସାଥ ଦେଇଥାଏ। ଯେଉଁ ପୁରୁଷଙ୍କର କାନ୍ଧ ବହୁତ ଚଉଡ଼ା ଓ ମଜବୁତ ହୋଇଥାଏ, ସେ ତାଙ୍କ ଜୀବନରେ ଶାନ୍ତି ସହ ବଞ୍ଚିବାକୁ ପସନ୍ଦ କରିଥାନ୍ତି। ଆଉ ଏମିତି ଲୋକ ତାଙ୍କ
मेहनत उपरे भरोसा करिथांती। नंबर 6 छोट बेक ओ सामान्य गर्दन बहुत शुभ मना जाए। एमिति गर्दन थिबा पुरुष तांको जीवନରେ ବହୁତ ଧନ କମାଇଥାନ୍ତି। ସେ ତାଙ୍କ ଜୀବନରେ କୌଣସି ବି ଉପଲବ୍ଧି ହାସଲ କରିଥାନ୍ତି। ଏହା ସହ କୌଣସି ବ୍ୟକ୍ତିଙ୍କୁ ବି ସାହାଯ୍ୟ କରିବାକୁ ପଛେଇ ନଥାନ୍ତି। ତ ଏମିତି ଲୋକ ବହୁତ ଉଦାର ସ୍ୱଭାବର ହୋଇଥାନ୍ତି। ଏହିମାନେ ସୁଖ ଶାନ୍ତିରେ ଭରା ଜୀବନଯାପନ କରିଥାନ୍ତି। ନମ୍ବର 7 ଯେଉଁ ପୁରୁଷଙ୍କର ପାଦର ଆଙ୍ଗୁଠି ଛୋଟ ଆଙ୍ଗୁଠି ବା କାଣି ଆଙ୍ଗୁଠି ସବୁଠାରୁ ବଡ଼ ହୋଇଥାଏ ସେହି ପୁରୁଷଙ୍କ ଜୀବନରେ ପଇସାର କେବେ ବି କମି ରହିନଥାଏ। ଏହି ଲୋକ ତାଙ୍କ ଜୀବନରେ ବହୁତ ପଇସା କମାଇଥାନ୍ତି। ଏମିତି ଲୋକ ଉପରେ ସମସ୍ତ ଦେବୀ ଦେବତାଙ୍କର ସବୁବେଳେ ଆଶୀର୍ବାଦ ବନି ରହିଥାଏ। ତାଙ୍କ ଜୀବନରେ ଖୁସି ଖୁସିଆଲା କୌଣସି କମି ରହିନଥାଏ। ସେ ତାଙ୍କ ଜୀବନରେ ବଡ଼ ଆରାମରେ ଅତିବାହିତ କରିଥାନ୍ତି। ନମ୍ବର 8 ଯେଉଁ ବ୍ୟକ୍ତି ବା ଯେଉଁ ପୁରୁଷଙ୍କ ହାତରେ ଶଙ୍ଖ ଗଦା ଚକ୍ର କିମ୍ବା ବୀଣାର ଆକାର ହୋଇଥାଏ ସେ ତାଙ୍କ ଜୀବନରେ କିଛି ନା କିଛି ଜିନିଷ ଉପରେ ଶାସନ କରିବାର ଅଧିକାର ପ୍ରାପ୍ତ କରିଥାନ୍ତି। ଏମିତି ଲୋକଙ୍କୁ ଭୂମି ଓ ଭବନ ନିର୍ମାଣରେ ବହୁତ ସଫଳତା ହାସଲ ମିଳିଥାଏ। ଆଉ ଏମିତି ଘରେ ଲକ୍ଷ୍ମୀଙ୍କର ସବୁବେଳେ ବାସ ହୋଇଥାଏ। ନମ୍ବର 9 ଯେଉଁ ପୁରୁଷଙ୍କ ହାତରେ ତ୍ରିକୋଣର ନକ୍ସା ହୋଇଥାଏ ସେ ତାଙ୍କ ଖାନଦାନୀର ନାମକୁ ଉଜ୍ଜଳ କରିଥାନ୍ତି। ଏମିତି ଲୋକ ସୁଖ ସମୃଦ୍ଧିରେ ଲିପ୍ତ ହୋଇଥାନ୍ତି ଏବଂ ତାଙ୍କ ସ୍ୱଭାବ ବହୁତ ହିଁ ଖୁସି ଭରା ହୋଇଥାଏ। ଯେଉଁ କାରଣରୁ ସମସ୍ତଙ୍କୁ ସେ ଆକର୍ଷିତ କରାଇଥାନ୍ତି। ଏହି ଲୋକ ତାଙ୍କ କୁଳର ନାମକୁ ଉଜ୍ଜଳ କରିଥାନ୍ତି। ଏମିତି ଲୋକଙ୍କ ଘରେ ମାତା ଲକ୍ଷ୍ମୀ ସବୁବେଳେ ନିବାସ ରହିଥାନ୍ତି ଏବଂ ତାଙ୍କ ଭାଗ୍ୟରେ ରାଜଯୋଗ ଲେଖା ହୋଇଥାଏ। ଏହା ସବୁ ଯେଉଁ ବ୍ୟକ୍ତିଙ୍କ ପାଦରେ କଳା ଯାଇଥାଏ ସେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି। ଗୋଟିଏ ରାଜା ଭଳି ଜୀବନଯାପନ ବିତାଇଥାନ୍ତି। ନମ୍ବର 10 ଯେଉଁ ପୁରୁଷଙ୍କର ମୁଣ୍ଡ ଗୋଲ ହୋଇଥାଏ ଏବଂ ମଥା ଚଉଡ଼ା ହୋଇଥାଏ ସେହି ପୁରୁଷ ବହୁତ ପ୍ରଭାବଶାଳୀ ହୋଇଥାନ୍ତି ଏବଂ ତାଙ୍କ ପରିବାରକୁ ସବୁ ପ୍ରକାର ସୁଖ ଦେବା ପାଇଁ ଚାହିଁଥାନ୍ତି। ଯେଉଁ ପୁରୁଷଙ୍କର ଆଖି ନୀଳ କମଳ ପରି ସୁନ୍ଦର ହୋଇଥାଏ ଏବଂ ଘୋଡ଼ା ପରି ଲମ୍ବା ହାତ ହୋଇଥାଏ ସେ ତାଙ୍କ ଜୀବନରେ ସୁଖ ଭୋଗ କରିଥାନ୍ତି। ଏହିପରି ଲୋକଙ୍କ ହାତରେ ଯଶ ରହିଥାଏ। ସେ ଯେଉଁ କାମରେ ହାତ ଦେଇଥାନ୍ତି ସେ ସେହି କାର୍ଯ୍ୟରେ ସଫଳତା ପ୍ରାପ୍ତ କରିଥାନ୍ତି। ନମ୍ବର 11 ଯେଉଁ ପୁରୁଷଙ୍କର ନାଭି ଗଭୀର ହୋଇଥାଏ ଏମିତି ପୁରୁଷ ଭଲ ପାଇବା ମାମଲାରେ ଅଧିକ ଲକି ହୋଇଥାନ୍ତି। ସେ ତାଙ୍କ ପତ୍ନୀଙ୍କ ସହ ସବୁ ପ୍ରକାର ସୁଖ ପ୍ରାପ୍ତି କରାଇଥାନ୍ତି। ସେ ତାଙ୍କ ଜୀବନ ସାଥୀଙ୍କ ସହିତ ସବୁବେଳେ ସମ୍ବନ୍ଧ ସବୁବେଳେ ମଧୁର ରଖିଥାନ୍ତି। ତାଙ୍କ ଦାମ୍ପତ୍ୟ ଜୀବନ ଅଧିକ ସୁଖମୟ ହୋଇଥାଏ। ତାଙ୍କ ଜୀବନରେ ରୋମାନ୍ସର ବିଶେଷ ସ୍ଥାନ ହୋଇଥାଏ। ସେ ତାଙ୍କ ଜୀବନକୁ ପୁରା ଖୁସି ଓ ସନ୍ତୋଷର ସହିତ ବଞ୍ଚାଇଥାନ୍ତି। ନମ୍ବର 12 ଶାସ୍ତ୍ରରେ ଏହା ବତାଯାଇଛି କି ଭାଗ୍ୟଶାଳୀ ହେବାର ପ୍ରଥମ ଲକ୍ଷଣ ଏହା ଅଟେ କି ତାଙ୍କ ଶରୀର ସବୁବେଳେ ସ୍ୱାସ୍ଥ୍ୟବାନ ରହିବା। କାହିଁକି ନା ନିରୋଗୀ ଜୀବନର ଅନର୍ଥ ମୁଖ୍ୟ ଅଟେ। ଯଦି ବ୍ୟକ୍ତି ବେମାର ରହିଥାଏ ତ ନା ସେ ଧନକୁ କମାଇ ପାରେ ନା ସେ ତାର ଧନ ବୈଭବର ଆବଦ୍ଧକୁ ଭୋଗ କରିପାରିଥାଏ। ଆଉ ଯେଉଁ ପୁରୁଷର ଶରୀର ସବୁବେଳେ ସୁସ୍ଥ ରହିଥାଏ ସେହି ପୁରୁଷ ସବୁବେଳେ ଭାଗ୍ୟଶାଳୀ ହୋଇଥାଏ। ନମ୍ବର 13 ଯଦି ଆପଣଙ୍କ ପାଖକୁ ହଠାତ୍ ଅଚାନକ କୌଣସି ମାର୍ଗରୁ ପଇସା ଆସିଥାଏ ତ ଏହା ଭାବି ନିଅନ୍ତୁ କି ମାତା ଲକ୍ଷ୍ମୀଙ୍କର କୃପା ଆପଣଙ୍କ ଉପରେ ବନି ରହିଅଛି। କାହିଁକି ନା ଯେଉଁ ବ୍ୟକ୍ତିଙ୍କ ପାଖକୁ ପଇସା ଆସିଥାଏ କିଛି ଅଟକି ରହିନଥାଏ ତ ସେ ଏହା ମାନିବା ଉଚିତ କି ସେ ବାସ୍ତବରେ ଭାଗ୍ୟଶାଳୀ ନୁହନ୍ତି। ଏହା ଏଥିପାଇଁ ହୋଇଥାଏ କି ସେ କିଛି ନା କିଛି ଖରାପ କାମ କରିଥାନ୍ତି ଯାହାଦ୍ୱାରା ମାତା ଲକ୍ଷ୍ମୀ ତାଙ୍କ ଉପରେ ଅଧିକ ରୁଷ୍ଟ କରିଥାନ୍ତି। ଯଦି ଆପଣଙ୍କୁ ବାରମ୍ବାର ଚାକିରି ବଦଳାଇବାକୁ ପଡୁଥାଏ ତ ଏହା ବି ଗୋଟିଏ ସଂକେତ ମାନି ନେବା ଉଚିତ କି ଆପଣଙ୍କର କୌଣସି ଭୁଲ ପାଇଁ ଆପଣଙ୍କ ଉପରେ ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ବହୁତ ରୁଷ୍ଟ କରିଛନ୍ତି ଏବଂ ଆପଣଙ୍କର କାର୍ଯ୍ୟରେ ବାଧା ଆସୁଅଛି। ତ ଦର୍ଶକ ବନ୍ଧୁ ଆଜିର ଏହି ଭିଡିଓଟି ଆପଣଙ୍କୁ କିପରି ଲାଗିଲା? ତ ଆଶା କରୁଛି ଆଜିର ଏହି ଭିଡିଓଟି ଆପଣମାନଙ୍କୁ ନିହାତି ଭାବରେ ପସନ୍ଦ ଆସିଥିବ। ଯଦି ଭିଡିଓଟି ଆପଣଙ୍କୁ ପସନ୍ଦ ଆସିଥାଏ ତେବେ ଭିଡିଓଟିକୁ ଗୋଟେ ଲାଇକ୍ କରନ୍ତୁ। ଆପଣଙ୍କୁ ମୋର ଅନୁରୋଧ ଭିଡିଓଟିକୁ ଅଧିକରୁ ଅଧିକ ମାତ୍ରାରେ ଆପଣଙ୍କର ସାଙ୍ଗ ସର୍କଲ ମାନଙ୍କୁ ସେୟାର କରନ୍ତୁ। ଆମ ଚ୍ୟାନେଲରେ ଯଦି ଆପଣମାନେ ଏ ପର୍ଯ୍ୟନ୍ତ ନୂଆ ଅଛନ୍ତି ଚ୍ୟାନେଲକୁ ସବସ୍କ୍ରାଇବ କରିନାହାନ୍ତି ତାହେଲେ ଏବେ ହିଁ ଚ୍ୟାନେଲକୁ ସବସ୍କ୍ରାଇବ କରି ପାଖରେ ଥିବା ବେଲ୍ ଆଇକନଟିକୁ ଦବାଇ ଦିଅନ୍ତୁ। କମେଣ୍ଟ ବକ୍ସରେ ଜୟ ମାତା ଲକ୍ଷ୍ମୀ ଜୟ ଶ୍ରୀ ହରି ବିଷ୍ଣୁ ଅବଶ୍ୟ ଲେଖନ୍ତୁ।